ମା ସରସ୍ୱତୀ ହେଉଛନ୍ତି ବିଦ୍ୟା, ସଙ୍ଗୀତ, କଳା, ସୁରର ଦେବୀ। ତେଣୁ ମା'ଙ୍କଠାରୁ ଆଶୀର୍ବାଦ ଲାଭ କରିବା ପାଇଁ ମା ସରସ୍ୱତୀଙ୍କର ଆମେ ପୂଜା କରିଥାଉ। ମା'ଙ୍କର ପୂଜା ସମସ୍ତେ କରିପାରିବେ। କେବଳ ପାଠ ପଢ଼ୁଥିବା ପିଲାମାନେ ଯେ ଏ ପୂଜା କରିବେ ତାହା ନୁହେଁ। ସମସ୍ତେ ମଧ୍ୟ ଚାହିଁଲେ ମା ସରସ୍ୱତୀଙ୍କର ପୂଜା କରିପାରିବେ। ନିଜ ଗୃହରେ ମଧ୍ୟ ମା ସରସ୍ୱତୀଙ୍କର ପୂଜା କରିପାରିବେ। ସରଳ ଉପାୟରେ ନିଜ ସାମର୍ଥ୍ୟ ଅନୁସାରେ ମା'ଙ୍କର ପୂଜା କରିପାରିବେ। ମା'ଙ୍କର ମୂର୍ତ୍ତି କିମ୍ବା ଫଟୋ ରଖି ମା'ଙ୍କୁ ପୂଜା କରିପାରିବେ। ମା ସରସ୍ୱତୀଙ୍କୁ ଧଳା ରଙ୍ଗ ଅଧିକ ପ୍ରିୟ ହୋଇଥାଏ। ତେଣୁ ଧଳା ରଙ୍ଗର ମିଠା ମା'ଙ୍କର ଅଧିକ ପ୍ରିୟ ହୋଇଥାଏ। ଧଳା ଲଡ଼ୁ, ରାଶି, ଖଜା, କ୍ଷୀରି ଇତ୍ୟାଦି ମା'ଙ୍କ ପାଖରେ ଭୋଗ ଲାଗିଥାଏ। ତା ସହିତ ସମସ୍ତ ପ୍ରକାର ଫଳ ମଧ୍ୟ ମା'ଙ୍କ ପାଖରେ ପୂଜା ହୋଇଥାଏ ଏବଂ ପାଚିଲା ବରକୋଳି, ଆମ୍ବ ବଉଳ ମଧ୍ୟ ମା'ଙ୍କୁ ଲାଗି କରାଯାଇଥାଏ। ଧଳା ରଙ୍ଗ ମା'ଙ୍କୁ ଅଧିକ ପସନ୍ଦ ହୋଇଥିବାରୁ ଧଳା ରଙ୍ଗର ସମସ୍ତ ଫୁଲ ମା'ଙ୍କ ପୂଜାରେ ଲାଗିଥାଏ। ଯେମିତିକି ଧଳା ଗୋଲାପ, ଧଳା କଇଁ, ଟଗର, ତରାଟ, ଧଳା ଚମ୍ପା, ଗଙ୍ଗଶିଉଳି ଫୁଲ, ଧଳା ମନ୍ଦାର ଇତ୍ୟାଦି ମା'ଙ୍କ ପୂଜାରେ ଲାଗି ହୋଇଥାଏ। ତା ସହିତ ହଳଦିଆ ରଙ୍ଗର ଫୁଲ ମଧ୍ୟ ମା'ଙ୍କ ପାଖରେ ପୂଜାରେ ଲାଗିଥାଏ। କେଉଁ କେଉଁ ଜିନିଷ ସରସ୍ୱତୀଙ୍କ ପୂଜାରେ ପୂଜା ହୋଇଥାଏ ଆସନ୍ତୁ ଜାଣିବା। ଘରରେ ଥିବା ବେଦ ପୁରାଣ ବହି, ପିଲାମାନଙ୍କର ନୂଆ ବହି, ନୂଆ ସିଲଟ, ଖଡ଼ି, ସଙ୍ଗୀତ ବାଦ୍ୟଯନ୍ତ୍ର ଯେମିତିକି ଗିଟାର, ଭାଓଲିନ୍, ପିଆନୋ ଇତ୍ୟାଦି ବାଦ୍ୟଯନ୍ତ୍ରକୁ ପୂଜା କରାଯାଏ। ଏହି ଦିନରେ ପିଲାମାନଙ୍କର ବିଦ୍ୟା ଆରମ୍ଭ, ଖଡ଼ି ଛୁଆଁଇବା, ବାହାଘର, ବ୍ରତପୂଜା, ଶୁଭ କାମ ଆରମ୍ଭ, ରଥକାଠ ଅନୁକୂଳ ପାଇଁ ବହୁତ ଭଲ ଦିନ ହୋଇଥାଏ। ଯେହେତୁ ଏହି ଦିନ ବସନ୍ତ ପଞ୍ଚମୀ, ସେଥିପାଇଁ ଶ୍ରୀମନ୍ଦିରରେ ଏହି ଦିନ ରଥକାଠ ଅନୁକୂଳ ମଧ୍ୟ ହୋଇଥାଏ। ସରସ୍ୱତୀ ପୂଜାରେ କେଉଁ କେଉଁ ଖାଦ୍ୟ ବାରଣ ହୋଇଥାଏ ଆସନ୍ତୁ ଜାଣିବା। ସମସ୍ତ ଓଷା ବ୍ରତ ପରି ସରସ୍ୱତୀଙ୍କ ପୂଜାରେ ମଧ୍ୟ ଆମିଷ, ପିଆଜ, ରସୁଣ, ପିତା, କଷା, ଲାଉ, ଛତୁ ଇତ୍ୟାଦି ଖାଇବା ପାଇଁ ବାରଣ ହୋଇଥାଏ। ଏହା ସହିତ ସରସ୍ୱତୀଙ୍କ ପୂଜାରେ ବେଲ ଏବଂ ମୂଳା ଖାଇବା ପାଇଁ ବାରଣ ରହିଥାଏ। ମା ସରସ୍ୱତୀଙ୍କ ମୂର୍ତ୍ତି ସ୍ଥାପନା କରି ପୂଜା କରିପାରିବେ। ମା'ଙ୍କର ଫଟୋ କିମ୍ବା ଗୁଆ ବସାଇ ଘଟ ସ୍ଥାପନା କରି କିମ୍ବା ଦୁଇଟି ନୂଆ କଲମ ରଖି ମା ସରସ୍ୱତୀଙ୍କ ପୂଜା କରିପାରିବେ। ମୂର୍ତ୍ତି ପୂଜା ନନାଙ୍କ ଦ୍ୱାରା କରାଇବା ବହୁତ ଭଲ ହୋଇଥାଏ। ନନା ଉଚିତ ନୀତି ନିୟମରେ ମୂର୍ତ୍ତି ପୂଜା କରିବେ କିମ୍ବା ଘରେ ମଧ୍ୟ ନୀତି ନିୟମରେ ମା'ଙ୍କର ପୂଜା କରିହେବ କିମ୍ବା ଘରେ ଯଦି ମୂର୍ତ୍ତି ପୂଜା କରୁଥିବେ ତାହେଲେ ନନାଙ୍କ ଦ୍ୱାରା ପୂଜା କରାଇବା ଉଚିତ। ପ୍ରତ୍ୟେକ ପୂଜା ପରି ମା'ଙ୍କ ପୂଜାରେ ମଧ୍ୟ ପୂଜାର ପୂର୍ବ ଦିନଠାରୁ ସବୁ ସଫାସୁତୁରା କରି ପୂଜା ସ୍ଥାନକୁ ପବିତ୍ର କରାଇବା ଉଚିତ। ଯଦି ସେହି ସ୍ଥାନକୁ ସଜାଇବା ପାଇଁ ଚାହୁଁଥିବେ ତାହେଲେ ପୂର୍ବ ଦିନଠାରୁ ଆମ୍ବ ପତ୍ରର ତୋରଣ, ପତାକା, ଲିଚୁ ମାଳରେ ସେହି ସ୍ଥାନକୁ ଭଲ ଭାବରେ ସଜାଇ ଦେବେ। ସକାଳୁ ସକାଳୁ ସ୍ନାନ ସାରି ମା ଯେଉଁଠି ବସିବେ ଏବଂ କଳସ ଯେଉଁଠି ସ୍ଥାପନା ହେବ ସେହି ସ୍ଥାନକୁ ପବିତ୍ର କରି ଅର୍ଥାତ୍ ଗଙ୍ଗା ଜଳ, ଗୋବର ପାଣି ପକାଇ ପବିତ୍ର କରିବା ପରେ ସେଠି ମୁରୁଜରେ ଚିତା ଆଙ୍କିବା ଉଚିତ। ଚଳିତ ବର୍ଷ 2026 ମସିହା ଜାନୁଆରୀ 23 ତାରିଖ ଶୁକ୍ରବାର ଦିନ ମା ସରସ୍ୱତୀଙ୍କ ପୂଜା ପଡ଼ୁଛି। ଅର୍ଥାତ୍ ମାଘ ମାସର ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ମା'ଙ୍କର ଆବିର୍ଭାବ ହୋଇଥିଲା। ଛୁତକ ମୃତକ ସମୟରେ ମା ସରସ୍ୱତୀଙ୍କ ନାମରେ ବ୍ରତ ରଖି ଉପବାସ କରିପାରିବେ କିନ୍ତୁ ନିଜେ ପୂଜା କରିପାରିବେ ନାହିଁ କି ପୂଜା ସାମଗ୍ରୀକୁ ସ୍ପର୍ଶ କରିବେ ନାହିଁ। ଅନ୍ୟ ଦ୍ୱାରା ପୂଜା କରାଇ ପାରିବେ। ନିଜେ ଉପବାସରେ ରହିବେ। ସବୁ ନୀତି ନିୟମ ପାଳନ କରିବେ। କେବଳ ପୂଜାରେ ଉପସ୍ଥିତ ରହି ନିଜେ ପୂଜା କରିପାରିବେ ନାହିଁ। ମା'ଙ୍କର ପୂଜା କରିବା ପୂର୍ବରୁ ପୂଜା ସ୍ଥାନକୁ ଗଙ୍ଗାଜଳ, ଗୋବର ପାଣିରେ ପବିତ୍ର କରାଇବା ଉଚିତ। ତାପରେ ପ୍ରଥମେ କଳସ ସ୍ଥାପନା କରି
ପଞ୍ଚଦେବତାଙ୍କୁ ଆବାହନ କରିବା ଉଚିତ। କଳସ ପୂଜା ପାଇଁ ପ୍ରଥମେ ଅଳ୍ପ ମାଟି ରଖି ତା ଉପରେ ଧଳା ଅରୁଆ ଚାଉଳ ରଖିବେ। ତାପରେ ମାଟି ପିତ୍ତଳର କଳସ ବସାଇବେ। କଳସରେ ଗଙ୍ଗାଜଳ ପକାଇ ସଜ ପାଣି ନେବେ। କଳସରେ କଏନ୍, କଉଡ଼ି, ଚୁଆ, ଖଣ୍ଡ ହଳଦୀ ପକାଇ ଆମ୍ବପତ୍ର ରଖି ତା ଉପରେ ପଇଡ଼, ଗୁଆ କିମ୍ବା ନଡ଼ିଆ ରଖିବେ। ତାପରେ କଳସଙ୍କୁ ପଞ୍ଚାମୃତରେ ସ୍ନାନ କରାଇ କଳସଙ୍କୁ ପଇତା, ବସ୍ତ୍ର କିମ୍ବା ରକ୍ଷାସୂତ୍ର ଅର୍ପଣ କରି କଳସ, ଆମ୍ବପତ୍ରକୁ, ପଇଡ଼କୁ ସିନ୍ଦୂର ଚନ୍ଦନ ଲଗାଇବେ। ପଞ୍ଚଦେବତାଙ୍କ ମନ୍ତ୍ର ଉଚ୍ଚାରଣ କରି ଦୀପ, ଧୂପ, ଫୁଲ, ଦୁବ ଭୋଗ ଅର୍ପଣ କରି ପୂଜା କରିବା ଉଚିତ। ତାପରେ ମା'ଙ୍କ ପୂଜା କରିବା ଉଚିତ। ଗୁଆକୁ ମା'ଙ୍କ ସ୍ୱରୂପ ମାନି ରକ୍ଷାସୂତ୍ର ଅର୍ପଣ କରି ମା'ଙ୍କ ପାଖରେ ଶୃଙ୍ଗାର ଜିନିଷ ସବୁ ରଖିବା ଉଚିତ। ଗୁଆକୁ ଏବଂ ମା'ଙ୍କୁ ସିନ୍ଦୂର ଚନ୍ଦନରେ ସଜାଇ ଦେବା ପରେ ଫୁଲ, ଦୁବ ଅର୍ପଣ କରିବେ। ମା'ଙ୍କ ପାଖରେ ଭୋଗ ଯଥା ମିଠା, ଧଳା ଲଡ଼ୁ, ରାଶି ଖଜା, ଫଳ, କ୍ଷୀରି, ଦୀପ, ଧୂପ ଲଗାଇ ଆଳତି କରି ଫୁଲ, ଦୁବ, ବରକୋଳି ପତ୍ରରେ ମା'ଙ୍କୁ ପୁଷ୍ପାଞ୍ଜଳି ଦେବେ। ମା'ଙ୍କ ପାଖରେ ପୂଜା ସମୟରେ ବେଦ, ପୁରାଣ ବହି, ପିଲାମାନଙ୍କର ବହି, ଖଡ଼ି, ସିଲଟ, ସଙ୍ଗୀତ ବାଦ୍ୟଯନ୍ତ୍ରର ଜିନିଷ ଇତ୍ୟାଦି ରଖି ପୂଜା କରିବେ। ବ୍ରାହ୍ମଣ ନନାଙ୍କୁ ଡାକି ପୂଜା କରାଇ ପାରିବେ। ଉଚିତ ନୀତି ନିୟମରେ ପୂଜା ସରିଲେ ମା'ଙ୍କ ପାଖରେ କ୍ଷମା ପ୍ରାର୍ଥନା କରିବା ଉଚିତ।